ନାହିଁ ନଥିବା ଶିକ୍ଷକ ସମସ୍ୟାରେ ସୁବର୍ଣ୍ଣପୁର ଜିଲ୍ଲା ମହୁଲା ପ୍ରାଥମିକ ବିଦ୍ୟାଳୟ। ମହୁଲା ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଆଜି ତାଙ୍କ ଗ୍ରାମ ମହୁଲାରେ ଥିବା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ବିଷୟରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି। ବିଦ୍ୟାଳୟରେ ମୋଟ 46 ଜଣ ଛାତ୍ରଛାତ୍ରୀ ଥିବାବେଳେ ଅଛନ୍ତି ଜଣେ ଶିକ୍ଷକ। ରୀତା ବହିଦାର ନାମକ ଥିବା ଶିକ୍ଷୟିତ୍ରୀ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଛୁଟିରେ ଅଛନ୍ତି। ସବୁଠୁ ଆଶ୍ଚର୍ଯ୍ୟର ବିଷୟ, ଅଯୋଧ୍ୟାନାଥ ଆଚାର୍ଯ୍ୟଙ୍କ ଦରମା ମହଲେ ପ୍ରାଥମିକ ବିଦ୍ୟାଳୟ ପାଇଁ ଦିଆଯାଉଥିବା ବେଳେ ଶିକ୍ଷାଦାନ କରନ୍ତି ଅନ୍ୟ ବିଦ୍ୟାଳୟରେ। ଅନେକ ଥର ବିଇଓଙ୍କୁ ଭେଟି ଅବଗତ କଲା ପରେ ସୁଫଳ ନ ମିଳିବାରୁ ଆଜି ଜିଲ୍ଲାପାଳଙ୍କୁ ଭେଟି ଅବଗତ କରିଛନ୍ତି ମହୁଲା ଗ୍ରାମବାସୀ। ଜିଲ୍ଲାପାଳ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଏକ ଶିକ୍ଷକ ଦେବା ପାଇଁ ନିର୍ଦ୍ଦେଶ ଦେଇଥିବା କଥା ଗ୍ରାମବାସୀ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଛନ୍ତି। ମହୁଲା ସ୍କୁଲରୁ ଆଇଥିଲ। ଆମ ସ୍କୁଲରେ 46 ଜଣ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ଜଣେ ଶିକ୍ଷୟିତ୍ରୀ ଅଛନ୍ତି। ଶିକ୍ଷକ ଅସୁବିଧା ହେତୁ ଆମେ ଜିଲ୍ଲାପାଳଙ୍କ ପାଖକୁ ଆସିଥିଲୁ। ଜିଲ୍ଲାପାଳ ଆମକୁ ନିଷ୍ପତ୍ତି ଦେଇଛନ୍ତି ଡିଓ ଅଫିସ୍ ଯାଇକରି ସେନେ ଯୋଗାଯୋଗ କରିବା ଲାଗି କହିଛନ୍ତି। ଆମେ ମହୁଲା ଗ୍ରାମରୁ ଆସିଛୁ ଆଉ ଖୁର୍ଜୁରା ପଞ୍ଚାୟତ ଆଉ ସ୍କୁଲ ବାବଦକେ ନେଇକି ଆସିଛୁ ଆଜ୍ଞା। ଆଉ ସେନେ 46ଟା ଛୁଆ ପଢ଼ୁଛନ୍। 1ରୁ 5ମ କ୍ଲାସ୍ ତक ଅଛି। ବୋଲେ ଶିକ୍ଷକ ଅସୁବିଧା ହେବାରୁ ଆମେ ଏଇଟା କେତେଟା ଶିକ୍ଷକ ଗୋଟେ ଶିକ୍ଷକ ଅଛନ୍ ଆଉ ଗୋଟେ ଚାହୁଁଛୁ ଆମେ ସେଟା ଜୁନ୍ ମାସରୁ ଆଜି ଅକ୍ଟୋବର ମାସ ତक ଆମର ଛୁଆ ପାଠ ପଢ଼ି ନି ପାରବାର୍ ଆଉ ଦ୍ୱାରସ୍ଥ ହେଇଛି ଆଜ୍ଞା କହିଲେ ଡିଓ ଅଫିସ୍କେ ଯାଅ ସେନେ ମୁଁ ଟିଚର୍ ଗୋଟେ କରେଇଦେବି ବୋଲି କହିଲେ।